ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ। ବିଜେଡି ଛାଡ଼ି ବିଜେପିର ମିଶିବା ପଡ଼ିଛି ମହଙ୍ଗା। ନୀଳଗିରିର ଦୁଇ ଜିଲ୍ଲା ପରିଷଦ ସଭ୍ୟା ନିଜ ଦଳର ବିନା ଅନୁମତିରେ ବିଜେଡିରୁ ଯାଇ ବିଜେପିରେ ମିଶିଥିଲେ। ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରାଜ୍ୟ ନିର୍ବାଚନ କମିଶନ ଏବେ ରଦ୍ଦ କରିଛନ୍ତି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକର ଜିଲ୍ଲା ପରିଷଦ ସଭ୍ୟଙ୍କୁ ଓଡ଼ିଶା ଜିଲ୍ଲା ପରିଷଦ ସଂଶୋଧନ 2015 ଧାରା 33B ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ 2015 33D ଅନୁଯାୟୀ ଅଯୋଗ୍ୟ ଘୋଷଣା ସମ୍ପର୍କରେ ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ବିରୁଦ୍ଧରେ ଅଭିଯୋଗ ଆବେଦନ ଦାଖଲ କରିଥିଲେ ନୀଳଗିରିର ପୂର୍ବତନ ବିଧାୟକ ଇଞ୍ଜିନିୟର ଶ୍ରୀ ସୁକାନ୍ତ କୁମାର ନାୟକ। ଯେଉଁ ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ବିରୁଦ୍ଧରେ ଅଭିଯୋଗ ଆବେଦନ କରାଯାଇଥିଲା ସେମାନେ ହେଲେ ନୀଳଗିରି ବ୍ଲକ ଅଧୀନ ଜୋନ୍ ନମ୍ବର 13 ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗୋତିକୃଷ୍ଣ ନନ୍ଦ, ଜୋନ୍ ନମ୍ବର 11 ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁବର୍ଣ୍ଣ ମଞ୍ଜରୀ ସିଂ। ଅଭିଯୋଗ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ସମ୍ପୃକ୍ତ ପକ୍ଷକୁ 21/11/25ରେ ପ୍ରଥମ ଶୁଣାଣି ପାଇଁ ମାନ୍ୟବର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା। ତର୍ଜମା କରି 24/6/2026 ତାରିଖ ରାଜ୍ୟ ନିର୍ବାଚନ କମିଶନ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ 1991 ଧାରା 33B ଅନୁଯାୟୀ ଜିଲ୍ଲା ପରିଷଦ 2 ଜଣ ସଦସ୍ୟଙ୍କ ପଦକୁ ରଦ୍ଦ କରିଛନ୍ତି। ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।